ଆଉ ଚାଷ କରି କାମ କରିବାକୁ ମନ ବୁଲାଉନାହାନ୍ତି। ଏପରି ସ୍ଥଳେ ଆମ ଓଡ଼ିଶାର ଗୋଟେ ଗାଁରୁ ଗୋଟେ ଚାଷୀ ଅଛନ୍ତି ଯାହାଙ୍କର ବ୍ୟବସାୟ ଥିଲା ହୋଟେଲ ରେଷ୍ଟୁରାଣ୍ଟ ଏବଂ ଗାର୍ମେଣ୍ଟସ୍ ଦୋକାନ, କିନ୍ତୁ ଏସବୁକୁ ସେ ପରିତ୍ୟାଗ କରି ଚାଷ କାମରେ ମନ ବଲାଇଲେ ଏବଂ ଏବେ ଯାହା ଶୁଣିବାକୁ ମିଳୁଛି ତାଙ୍କର ଯେଉଁ ଉତ୍ପାଦନ ହେଉଛି, ଯେଉଁ ଚାଷ କାମ ଉତ୍ପାଦନ କରୁଛନ୍ତି ତାହା ଭାରତରୁ ବିଦେଶକୁ ରପ୍ତାନି ହେଉଛି। ଆସନ୍ତୁ ଆମେ ତାଙ୍କ ସହିତ ସିଧା ପ୍ରତିକ୍ରିୟା ନେବା। ସାର୍ ଆପଣଙ୍କର ପରିଚୟ ଦେଇକି କହନା, ଆପଣ ଜଣେ ସଫଳ ବ୍ୟବସାୟୀ ଥିଲେ କିନ୍ତୁ ଚାଷରେ କେନ୍ତା ମନ ବଲାଇଲେ? नमस्कार, मो ना सुजित दास। मोर गोटे व्यवसाय थिला, तापर 2015 आम चाष स्टार्ट कलु। 2015 रु तापर एबे जो धीरे धीरे आम जो आमर इंटीग्रेटिंग फार्मिंग सिस्टम रे आम काम करछु, जेमति बतक चाष अच्छी, माछ अच्छी, हैचरी अच्छी माछर, तापर ग्राफ्टिंग फार्मिंग रे बायगण चाष होला, टमाटो मरीच एमती करिकी आमे वैज्ञानिक नुआ वैज्ञानिक पद्धति चाष करिकी आ लोक मन के एम्प्लॉयमेंट देउछु। ଆପଣ ଏବେ ଆପଣଙ୍କର କେଉଁ କେଉଁ ଜିନିଷ ବାହାରକୁ ରପ୍ତାନି ହେଉଛି? ଆମର ପାଖାପାଖି 5-6 ଏବେ ଆମର 4-5ଟା ଆଇଟମ୍ ଏବେ ପ୍ରଥମ ଥର ପାଇଁ ଦୁବାଇ ଯାଇଛି। ଦୁବାଇରେ ସେ ତାହିଁରେ ଆମର ବିନ୍ସ ଯାଇଛି, ପୋଟଳ ଯାଇଛି, କୁନ୍ଦୁରୁ ଯାଇଛି, ବେବି ପଟାଟୋ ଯାଇଛି, ଏମିତି 5-6ଟା। ନେକ୍ସଟ ଆମେ ପ୍ଲାନିଂ କରୁଛୁ ଫୁଲକୋବି, ଟମାଟୋ, ମରିଚ, ମୁନଗା ଯେଉଁ ଲୋକାଲ୍ ପ୍ରଡକ୍ସନ୍ ବାହାରୁଛି ସବୁ ପଠାଇବା ପାଇଁ ପ୍ଲାନିଂ କରୁଛୁ। ଆପଣ ଏଇ ଚାଷରେ ମନ କେମିତି ନିବେଶ କଲେ? ଚାଷରେ ଦେଖନ୍ତୁ ଆମେ ଦେଖିଲୁ ଲ୍ୟାଣ୍ଡ ଖାଲି ପଡ଼ିଛି, ଲୋକମାନେ ଘର ଛାଡ଼ିକିରି ଦଦାନ ଖଟାଇବା ପାଇଁ ହାଇଦ୍ରାବାଦ ତାପରେ ଯେଉଁ ଉଚ୍ଚଶିକ୍ଷା କରିକିରି ଆମେ ବି ଦେଖିଲୁ ପିଲାମାନଙ୍କ ପାଖରେ ଚାକିରି ନାହିଁ, ଲ୍ୟାଣ୍ଡ ଯାକ ଖାଲି ପଡ଼ିଛି, ଆଉ ସ୍କୋପ୍ ବହୁତ ଅଛି ବୈଜ୍ଞାନିକ ପଦ୍ଧତିରେ ଚାଷରେ। ଆମେ ସେଇଟା ଦେଖିକିରି ଆମେ ଭାବିଲୁ ଯେ ଗୋଟେ ପ୍ରୟୋଗ କରିକି ଦେଖିବା କ'ଣ ଅଛି, ତ ଆମେ ତାର ସଦସ୍ୟ। ଆପଣ ଏବେ ବର୍ତ୍ତମାନ କେତେ ଜଣଙ୍କୁ ରୋଜଗାର ଦେଇପାରୁଛନ୍ତି? ମୋ ପାଖରେ ପାଖାପାଖି 30 ଜଣ ମହିଳା ଆଉ 10ରୁ 12 ଜଣ ପୁରୁଷ ମାନେ କାମ କରୁଛନ୍ତି। ଆପଣଙ୍କର ବାର୍ଷିକ ଆପଣ ଚାଷରୁ କେତେ ଇନକମ୍ କରିପାରୁଛନ୍ତି ବର୍ଷ? ଦେଖନ୍ତୁ ଚାଷରେ ମୋର ଇନକମ୍ ତ ହେଉଛି, ତା ସହିତ ଜଣେ ଯଦି ଶିକ୍ଷିତ ଯୁବକ ଯଦି ଆମର ଚାଷରେ ଆସିବେ, 5 ଏକର ଯଦି ତାର ଜମି ଅଛି, ମୋଟାମୋଟି ମୁଁ ଆପଣଙ୍କୁ ଗୋଟେ ଇଏ ଦେଉଛି, 5 ଏକର ଯଦି ଜମି ଅଛି ସେ ଇଞ୍ଜିନିୟରିଂ ଚାକିରି କରିବା ଦରକାର ନାହିଁ। ଆଉ ଯେଉଁ 10 ଏକର ଜମି ଅଛି ତ ଗୋଟେ ଡକ୍ଟର ଯେତିକି ସାଲାରୀ ପାଉଛି ତାଠୁ ବେଶୀ ସେ ବର୍ଷକୁ ଇନକମ୍ କରିପାରିବେ। ଆପଣ ଆଗାମୀ ଯୁବପିଢ଼ିକୁ କ'ଣ କହିବେ? ଆଗାମୀ ଯୁବପିଢ଼ି କହୁଛି ଆମେ ଚାକିରି ପଛରେ ଯେଉଁ ସହରକୁ ଯେଉଁ ପରିମାଣରେ ତ ଆପଣମାନେ ଧାଉଁଛନ୍ତି, ତାହା ନ ଧାଇଁକରି ନିଜ ଗାଁରେ ଯେଉଁ ଜମି ବିଲ ଯେଉଁ ଖାଲି ପଡ଼ିଛି ତାକୁ ସାଇଣ୍ଟିଫିକ୍ ୱେରେ ଯେତେ ମଡ଼ର୍ଣ୍ଣ ଟେକ୍ନୋଲୋଜି ଅଛି ତାକୁ ୟୁଜ୍ କରିକି କମ୍ ଜାଗାରେ କିପରି ନୂଆ ନୂଆ ଜିନିଷ ଯେମିତି ଏକ୍ସୋଟିକ୍ ଭେଜିଟେବଲ୍ ହେଲା, ନୂଆ ନୂଆ ଡିମାଣ୍ଡ ଯେଉଁଟା ମାର୍କେଟରେ ଭଲ ଅଛି ସେଇ ଭେଜିଟେବଲ୍ କରନ୍ତୁ। ଆପଣ ପାଖାପାଖି 1-2 ଲକ୍ଷ ଟଙ୍କା ତ ବହୁତ କମ୍ ଜିନିଷ କହିଲେ, ତାଠୁ ବେଶୀ ବି ଆପଣ ମାସକୁ ଇନକମ୍ କରିପାରିବେ। ଚାଷୀ ଥିଲେ ଅମରକୋଟର ସୁଜିତ ଦାସ, ସେ କହୁଥିଲେ କି ସେ 30 ଜଣ ପରିବାରକୁ ରୋଜଗାର ଦେଇପାରୁଛନ୍ତି ଏବଂ ଚାକିରି ପଛରେ ନ ଧାଇ ଯଦି ଆମେ ଚାଷ କରିବା, ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ତାହେଲେ ଜଣେ ଡକ୍ଟର 10 ଏକର ଯଦି ଜମି ଥିବ, ଡକ୍ଟର କିମ୍ବା ସାଇଣ୍ଟିଷ୍ଟ ଯେତେ ଦରମା ପାଉଛି ଆମେ ତାଠୁ ଅଧିକ କମେଇ ପାରିବା। ତେଣୁ ସେ ଯୁବପିଢ଼ିକୁ ଆଗାମୀ ଦିନର ଏହି ଚାଷ କାମର ଅନୁପ୍ରାଣିତ ହୋଇ ବୈଜ୍ଞାନିକ ପଦ୍ଧତିରେ କିପରି ଚାଷ କରିବେ ଏବଂ ସଫଳ ଚାଷୀ ହେବେ, ସେ ତାଙ୍କର ପ୍ରେରଣାଦାୟକ। ନୂଆପଡ଼ା ଜିଲ୍ଲା ଖଡ଼ିଆଲରୁ ରୁଦ୍ରରାଜ ବାଗଙ୍କ ସହ ଓମ୍ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ, ନ୍ୟୁଜ୍ 26।